ତେଣୁକରି ସନ୍ଧ୍ୟା ପରେ ଏଠି ନିଶା ମାନଙ୍କର ଆଡାସ୍ଥଳୀ ପାଉଡର ଗଞ୍ଜେଇ ମଦ ସବୁ ପ୍ରକାର ବ୍ୟବସ୍ଥା ଶୁଣନ୍ତୁ ଏଠି ଘଟଣା ଏ ରାସ୍ତା ହଉଛି ନିଛାଟିଆ ହେଇଯାଉଛି ତେଣୁକରି ସନ୍ଧ୍ୟା ପରେ ଏଠି ନିଶା ମାନଙ୍କର ଆଡାସ୍ଥଳୀ ପାଉଡର ଗଞ୍ଜେଇ ମଦ ସବୁ ପ୍ରକାର ବ୍ୟବସ୍ଥା ଭିତରେ ଚାଲିଛି ତେଣୁକରି ଥାନାର ପେଟ୍ରୋଲିଂ କମ ହଉଛି ଯେହେତୁ ପେଟ୍ରୋଲିଂ କମ ହଉଛି ଏସବୁ ଆଡାସ୍ଥଳୀ ପାଲଟି ଯାଉଛି ଲୋକଙ୍କର ଏଠି ରେପ୍ ମର୍ଡର ଠାରୁ ଆରମ୍ଭ କରିକି ଆଜ୍ଞା ପ୍ରକାର ଏଠି ହବ ଏଠି ତ ନିଛାଟିଆ ହେଇଯାଉଛି ନା କରିବେ କଣ ସେମାନେ ଦେଖୁଛନ୍ତି ଏଇଟା ହଉଛି ଠିକ ଜାଗା ଆଉ ଯେହେତୁ ପେଟ୍ରୋଲିଂ ଟାଇଟ୍ ରହିବ ତାହେଲେ ଏସବୁ ଜିନିଷ ହବନି ଇଏ ନିଛାଟିଆ ସ୍ଥାନ ଯୋଉଠି ସନ୍ଧ୍ୟା ହେଲେ ନଦୀ କୂଳରେ କିଛି ଯୋଉ ରହିଛନ୍ତି ସାଙ୍ଗ ସାଥୀ ଠାରୁ ଆରମ୍ଭ କରିକି ପ୍ରେମୀ ଯୁଗଳ ମଧ୍ୟ ଆସନ୍ତି ଏକାନ୍ତ ସମୟ କାଟିବା ପାଇଁ କିନ୍ତୁ ଏଇ ଏକାନ୍ତ ସମୟ ଯେ ତାଙ୍କର ଜୀବନର ଗୋଟିଏ କଳା ସମୟ ପାଲଟିଯିବ ଏ କଥାଟି ସେଇ ପୀଡ଼ିତା ଜାଣିନଥିଲେ ଯିଏ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ଆସିଥିଲେ ଆମେ ସେଇ ଦୟା ନଦୀ କୂଳରେ ଧୀରେ ଧୀରେ ଯାଉଛେ ଆଗକୁ ଯୋଉଠି ପୁରୁଷ ବନ୍ଧୁଙ୍କ ସହିତ ଆସିବା ସହିତ ଏଇଠି ଟିକିଏ ନଦୀ କୂଳକୁ ଗଡ଼ି ଆସିଥିଲେ ରାସ୍ତାରୁ ଏବଂ କାରଣ ପ୍ରେମୀ ଯୁଗଳଙ୍କର ଇଏ ଗୋଟିଏ ପସନ୍ଦିତା ଜାଗା ଯୋଉ ପସନ୍ଦିତା ଜାଗାରେ ଏକାନ୍ତରେ କିଛି ସମୟ କାଟିବା କଥା ହେବା ଏବଂ ତତ୍ସହିତ ଗୋଟିଏ ଭ୍ୟାଲୁଏବୁଲ ଟାଇମ ସ୍ପେଣ୍ଡ କରିବା ପାଇଁ ଯେତେବେଳେ ଆସୁଛନ୍ତି ସେତେବେଳେ ଏଇଠି କିଛି ନୋଟୋରିୟସ୍ କ୍ରିମିନାଲ ନିଶା ସେବନ କରୁଥିବା ବେଳେ ଏଇଠି ସେମାନଙ୍କର ଖରାପ ନଜର ଏଇଠି ସେମାନଙ୍କର କିଲର ଆଖି ଏଇଠି ସେମାନଙ୍କର ଦୁଷ୍କର୍ମ ଆଖି ପଡୁଛି ଯୋଉଥିପାଇଁ ଏ ଘଟଣା ଗତ 10 ତାରିଖରେ ଗୋଟିଏ ହାଇ ଟାଇମ କୁ ଯାଇଥିଲା 17 ବର୍ଷୀୟ ନାବାଳିକା ଯେତେବେଳେ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଆସିକି ଏଇ ଜାଗାରେ ତାଙ୍କ ଯୋଉ ରହିଛି ପୁରୁଷ ବନ୍ଧୁଙ୍କ ସହିତ ବସିଥିଲେ ଏବଂ ଯୋଉ ରହିଛି ଦୁଇ ଅଭିଯୁକ୍ତଙ୍କ ସହିତ ଆଉ 2 ଜଣ ଯୁବକ ମଧ୍ୟ ଏ ଘଟଣାସ୍ଥଳକୁ ଆସିବା ସହିତ ଏଇଠି ଘେରି ଯାଇଥିଲେ ପ୍ରଥମେ ସୁନା ଚେନ୍ ଛଡେଇ ନେଇଥିଲେ ପାଖରେ ଥିବା ଟଙ୍କା ମୋବାଇଲ ଏବଂ ପର୍ସ ମଧ୍ୟ ଛଡେଇ ନେଇଥିଲେ ଏତିକିରେ ସେଇ ନିର୍ଦ୍ଦୟ ସେଇ ଅଭିଯୁକ୍ତ ସେଇ କୁକର୍ମକାରୀଙ୍କର ମନ ବୁଝି ନଥିଲା